ସନ୍ଦେହ ଘରରେ ପୋଲିସ ବନ୍ଦ ହେଉନାହିଁ ଚୋରି। ଚୋରି ଥମିବାର ନା ଧରୁନାହିଁ କି ପୋଲିସର ତତ୍ପରତା ମଧ୍ୟ ଦେଖିବାକୁ ମିଳୁନାହିଁ। ଆଲୋଚନା ହେଉଛି ତେବେ ଏଇ କିଛି ଦିନ ହେବ କେଉଁଠି ନା କେଉଁଠି କିଛି ନା କିଛି ଚୋର ହେଉଥିବାର ଘଟଣା ସାମ୍ନାକୁ ଆସୁଛି। ହେଲେ ମୋରଡ଼ା ଥାନା ପୋଲିସ ନିଦାବୁସ୍ନୁ ପାଲଟିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ମୋରଡ଼ା ଥାନା ଅଧୀନ ଶିଳଦା ଗାଁ ନିକଟରେ ଥିବା ଟ୍ରାନ୍ସଫର୍ମର ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ମାତ୍ର ଚୋରମାନେ ଟ୍ରାନ୍ସଫର୍ମର ତଳକୁ ଓହ୍ଲାଇ ଭାଗ ଭାଗ କରିଦେଇଥିଲେ। ଏହି ସମୟରେ ପ୍ରାତଃଭ୍ରମଣ ଅଭ୍ୟାସରେ ରାସ୍ତାକୁ ଗ୍ରାମ ଲୋକ ଆସୁଥିବାରୁ ଚୋରମାନେ ଛାଡ଼ି ପଳାଇ ଯାଇଥିବାର ଜଣାପଡ଼ିଛି। ତେବେ ଶିଳଦା ଗାଁଟି ମୋରଡ଼ା ଥାନା ଏବଂ ଚିତ୍ରଣା ଫାଣ୍ଡି ମଝିରେ ରହିଥିବା ସତ୍ତ୍ୱେ ଉଭୟ ପଟୁ ପୋଲିସ ପାଟ୍ରୋଲିଂ କରିବାର ଜୋରଦାର ହେଉଥିବା ଦାବି ହେଉଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ପାଟ୍ରୋଲିଂ ଜୋରଦାର ହେଉଛି, ନିର୍ଦ୍ୱନ୍ଦ୍ୱରେ ଓ ନିର୍ଭୟରେ ଖୁଣ୍ଟରୁ ଟ୍ରାନ୍ସଫର୍ମର ଓହ୍ଲାଇ ଚୋରି ଉଦ୍ୟମ କରିବା ଘଟଣାକୁ ସନ୍ଦେହ ଦୃଷ୍ଟିରେ ରଖି ସାଧାରଣ ଲୋକ ବିଭିନ୍ନ ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଉଛି। ତେବେ ଖବର ପାଇ ମୋରଡ଼ା ଥାନା ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତରେ ସହଯୋଗ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଥାନା ଅଧୀନ ଧଳାସାହି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟରରୁ ବିଭିନ୍ନ ଅଂଶ ଚୋରି ହୋଇଥିବା ଜଣାପଡ଼ିଛି। ଅନ୍ୟ ସବୁ ଚୋରି ଘଟଣା ବିଭିନ୍ନ ସମୟରେ ଲୋକଲୋଚନକୁ ଅଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତରେ ସଫଳତା ଲାଗିନଥିବା ଦେଖିବାକୁ ମିଳିଛି, ଯାହା ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ସାଧାରଣରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ, ଭାଗ ଭାଗ ହୋଇଯାଇଥିବା ଟ୍ରାନ୍ସଫର୍ମରକୁ ପୁଣି ମରାମତି କରି ପୁନଃସ୍ଥାପନ ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପୋଲିସର ସକ୍ରିୟ କର୍ତ୍ତବ୍ୟନିଷ୍ଠା ଅଭାବରୁ ଏହି ଅଭାବନୀୟ ଘଟଣା ଘଟୁଥିବା ଯୋଗୁଁ ଏବେର ମେଘ ଅନ୍ଧାର ରାତିର ସାପ ବେଙ୍ଗ ଭୟ ଭିତରେ ପିଲା ଛୁଆଙ୍କୁ ନେଇ ରାତି ବିତାଇବା କେତେ କଷ୍ଟଦାୟକ ସେ କଥା ଦାୟିତ୍ୱହୀନ ଅଧିକାରୀମାନେ ଜାଣିବେ କେମିତି ବୋଲି କ୍ଷୋଭରେ କହିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ କ'ଣ କହୁଛନ୍ତି ସ୍ଥାନୀୟ ଲୋକେ ଓ ସମାଜସେବୀ, ଶୁଣନ୍ତୁ। ନାମ କ'ଣ? ତାପସ ରଣା। ଘର? ଘର ଶିଳିଦା। କ'ଣ ହେଇଛି ଘଟଣା? ଘଟଣା ହେଇଛି ଯେ ଟ୍ରାନ୍ସଫର୍ମର ଚୋରି ହେଇଛି। ଆଉ ରାତି 3 ବେଳୁ ଆସିଲା ବେଳକୁ ମୁଁ ଟ୍ରାନ୍ସଫର୍ମର ତଳେ ପଡ଼ିଥିଲା, ଦେଖିଲି ଯେ ଟ୍ରାନ୍ସଫର୍ମରରେ ତାର କିଛି ନାହିଁ, ସେମାନେ ଖୋଲି ସାରିଥିଲେ। ତାପରେ ଆସିକିରି ଦେଖିଲା ବେଳକୁ ଟ୍ରାନ୍ସଫର୍ମରର ଯେଉଁ ଭିତରେ ଯେଉଁ କଏଲଟା ସେଟା ରାସ୍ତା ରୋଡ଼ ସାଇଡ଼ରେ ପଡ଼ିଥିଲା। ରାତି 4 ବେଳୁ ଆସିଲା ବେଳକୁ ସେଟାକୁ ଦେଖିଲି। ତାପରେ ଦେଖିଲା ପରେ ସେଇ ଜିନିଷଟା ସେମାନେ ଥିଲେ, କିନ୍ତୁ ସେମାନେ ପାଖାପାଖି କେଉଁ ଜାଗାରେ ରହିଥିଲେ ତ ମୁଁ ତ ଦେଖିପାରିଲିନି। ତାପରେ ସେମାନେ ଆସିଲା ପରେ ରାତି 4 ବେଳୁ ଦେଖିଲି ଯେ ଟ୍ରାନ୍ସଫର୍ମର କଏଲଟା ଏଠି ପଡ଼ିଛି। ଏ ଚୋରି ପଛରେ ମାନେ ବଢ଼ିବାର କାରଣ କ'ଣ? କ'ଣ ଭାବୁଛନ୍ତି ଚୋରି ହେବାର କାରଣ? ଚୋରି ହେବାର କାରଣ ଆଉ କ'ଣ, ତାଙ୍କର ସେଇ କଏଲଟା ସେମାନେ ଚୋରି କରିକି ବିକିବା ଯୋଜନାରେ ରହିଛନ୍ତି। ଚାଲୁଥିଲା ଟ୍ରାନ୍ସଫର୍ମର ଚାଲୁଥିଲା? ହଁ, ଟ୍ରାନ୍ସଫର୍ମର ଚାଲୁଥିଲା। ଲାଇନ୍ ସର୍ଟ କରିଦେଲେ? ହଁ, ଲାଇନ୍ ସର୍ଟ କରି ସେମାନେ ଡ୍ରପ୍ ଆଉଟ୍ କାଟିକିରି ତାପରେ ସେମାନେ ତାଙ୍କର କାରବାର କରିଛନ୍ତି। ଆଉ ଦୀପ୍ତିରଞ୍ଜନ ମହାନ୍ତି, ମୋରଡ଼ା ମାଳିହାତା। ଏମିତି ତ ବାରମ୍ବାର ଚୋରି ହେଉଛି, ତେଣୁ କାଲି ପରଦିନ ଆମର ପଳାଶପଦାରୁ ଗୋଟେ ଗୋରୁ ଗୁହାଳୁ ପଗା କାଟିକି ନେଇଯାଇଛନ୍ତି। ଏ ସୁଧୀର ଦଳ ଆମର ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରୁ ତାଙ୍କ ଟେମ୍ପୋ ଥୁଆ ହେଇଥିଲା, ରାତିରେ ଟେମ୍ପୋରୁ ବ୍ୟାଟେରୀ ନେଇଯାଇଛନ୍ତି। 5 ବର୍ଷିଆ ପିଣ୍ଟୁ ନାୟକଙ୍କ ଘରୁ ବ୍ୟାଟେରୀ ନେଇଯାଇଛନ୍ତି ତାଙ୍କ ଟ୍ରାକ୍ଟର ଦେହରୁ। ତେଣୁ ପୁଲିସ ଉପରେ ଆଉ ଭରସା କରି ହେଉନି। ଯଦି ପେଟ୍ରୋଲିଂ ହୁଅନ୍ତା, ପେଟ୍ରୋଲିଂ ନାହିଁ କହିଲେ ଚଳେ। ଯଦି ପେଟ୍ରୋଲିଂ ହୁଅନ୍ତା ଟିକେ ଭୟ ରହନ୍ତା ସମସ୍ତଙ୍କର, କିଛି ନାହିଁ। ତେଣୁ ମୋରଡ଼ା ଅଞ୍ଚଳବାସୀଙ୍କୁ ନିବେଦନ କରୁଛୁ, ଆସନ୍ତୁ ସମସ୍ତେ ମିଶି ଆମେ ଡ୍ୟୁଟି କରିବା। ତାହେଲେ ଲୋକଙ୍କ ଚୋରମାନଙ୍କର ଭୟ ରହିବ, କିଛିଟା ଉପକାର ଆମେ ପାଇବା, ଏଇ ଚୋରିରୁ ରକ୍ଷା ପାଇବା।